ଦେଖନ୍ତୁ ଯେତେବେଳେ ଅରବିନ୍ଦ କେଜରିୱାଲକୁ ଜେଲ୍ରେ ପୁରାଗଲା ସେତେବେଳେ ବିଜେପି ଭାରତୀୟ ଜନତା ପାର୍ଟି ମିଡ଼ିଆ ଥ୍ରୋରେ ଏବଂ ସବୁବେଳେ ଡିମାଣ୍ଡ କରୁଥିଲା କି ରେଜିଗ୍ନେସନ୍ ଦିଅନ୍ତୁ ବଟ୍ ସିଏ ଦେଲେନି କାହିଁକି ତା ପଛରେ ରିଜନ୍ ଅଛି। ସେ ଜାଣିଛନ୍ତି ମୁଁ ଯଦି ଆଜି ଦେଇଦେବି ବିଜେପିର ଯେଉଁ ଚକ୍ରାନ୍ତ କି ଜେଲ୍ରେ ନେତାକୁ ପୁରାଅ ଆଉ ରେଜିଗ୍ନେସନ୍ ମାଗ, ଜେଲ୍ରେ ନେତାକୁ ସବୁ ଭାରତ ଜନତା ପାର୍ଟିର ଏଇ ଷ୍ଟ୍ରାଟେଜି ତା ଏଗନେଷ୍ଟ ଅରବିନ୍ଦ କେଜରିୱାଲ ପୁରା ଛିଡ଼ା ହେଇକି ରହିଲେ। ସିଏ କହିଲେ ନା ମୁଁ ଦେବିନି, ମୁଁ ରେଜିଗ୍ନେସନ୍ ଦେବିନି ଏବଂ ସେମାନେ ହାଇକୋର୍ଟ ଗଲେ, ସୁପ୍ରିମକୋର୍ଟ ଗଲେ, ସୁପ୍ରିମକୋର୍ଟ ହାଇକୋର୍ଟ ମନା କଲେ କି ନା ଆମେ ତାଙ୍କୁ ହଟେଇ ପାରିବୁନି, ଇଏ ସାମ୍ବିଧାନିକ ପଦରେ ଅଛନ୍ତି ଏବଂ ସମ୍ବିଧାନ ମନା କରୁନି ସିଏ ରହିପାରିବେନି ବୋଲି। ତାପରେ କ'ଣ ହେଲା, ଅରବିନ୍ଦ କେଜରିୱାଲ ବେଲ୍ ପାଇଲେ ଗତ 3-4 ଦିନ ପୂର୍ବରୁ ଏବଂ ସିଏ ଡିସାଇଡ଼୍ କଲେ ମୋତେ ତ ସୁପ୍ରିମକୋର୍ଟ ଛାଡ଼ିଦେଲା, ମୋତେ ତ ଅଦାଲତ ମୋତେ ଦୋଷୀ ମାନିଲା ନାହିଁ, ବଟ୍ ମୁଁ ଲୋକଙ୍କ ଅଦାଲତକୁ ଯିବି ଏବଂ ଲୋକଙ୍କ ପାଖରେ ମୋତେ ପ୍ରମାଣ କରିବି। ଲୋକେ ଯଦି ମୋତେ ସଚୋଟ ଭାବୁଥିବେ ତାହେଲେ ମୋତେ ଭୋଟ୍ ଦେବେ, ଆଉ ଥରେ ମୁଖ୍ୟମନ୍ତ୍ରୀ ବନେଇବେ, ଯଦି ସଚୋଟ ନ ଭାବୁଥିବେ ତାହେଲେ ମୋତେ ଭୋଟ୍ ଦେବେନି। ଏଇଟା କହିବା ପାଇଁ ଏବଂ କରିବା ପାଇଁ ବହୁତ ସାହସ ଦରକାର, ବହୁତ ହିମ୍ମତ ଦରକାର ଏବଂ ସେଇଟା ଅରବିନ୍ଦ କେଜରିୱାଲ ଭଳିଆ ନେତା ହିଁ କହିପାରିବେ। ପୃଥିବୀ ଇତିହାସରେ ଦେଖନ୍ତୁ ଏମିତି କେହି ନେତା ଅଛି ଯିଏ ଏଇ ଭଳିଆ କଥା କହିପାରିବ, ସେଇଟା ଅରବିନ୍ଦ କେଜରିୱାଲ ହିଁ କେବଳ କହିପାରିବେ। ଆଚ୍ଛା को पळेइले कौनसी प्रकार फायदा पाई ସେଇଟା ଫରକ ହେଲା आम आदमी पार्टी आम आदमी पार्टी ଆପଣ ଦେଖନ୍ତୁ କୌଣସି ପାର୍ଟି ଏମିତି ନାହିଁ ଯେ 4 ଜଣ ଟପ୍ ନେତୃତ୍ୱକୁ ଯଦି ଜେଲ୍ର ପୁରେଇ ଦେଲା ପରେ ବି ଆମେ ଏକଜୁଟ ହେଇଥିଲୁ। କାହିଁକି ଆମେ ଏଠୁ ପଲିଟିକ୍ସ କରିଥିଲୁ ପରିବର୍ତ୍ତନ କରିବା ପାଇଁ, ରାଜନୀତିକୁ ପରିବର୍ତ୍ତନ କରିବା ପାଇଁ ଆମେ ଆସିଥିଲୁ। ଆନ୍ଦୋଳନରୁ ଇଏ ପାର୍ଟି ଜନ୍ମ ହୋଇଥିଲା, ଆନ୍ନା ହଜାର ଆନ୍ଦୋଳନରୁ। ତ ଆମେ ଆତିଶି ଯେଉଁ ଭଳିଆ ଯେତେବେଳେ ହେଲେ ବି ସେତେବେଳେ ସିଏ କହିଲେ ସେଇ କଥା, ସିଏ କହିଲେ ମୁଁ ଅଛି ବଟ୍ ମୁଁ ଦୁଃଖର ସହକାର ଅଛି। ଅରବିନ୍ଦ କେଜରିୱାଲ ମୋ ପାଇଁ ତ ସିଏ ସିଏମ୍। ତ आम आदमी पार्टी जदि भांगार था 4 जन तुंग नेतृत्व जेल रहा पर भांगी जाता सबू तो नेता से बीजेपी तो सही प्लानिंग थिला। सी भावुले कि सही सबू पार्टी भाया आम आदमी पार्टी को जमी आमर महाराष्ट्र दीटा पार्टी को भांगीदे, एनसीपी को भांगीदे, शिवसेना को भांगीदे, से भाया भाभी कि सी आम आदमी पार्टी को भांगीदे, भांगीदे आम आदमी पार्टी को खत्म करदे। बट सेटा संभव नुह। आम आदमी पार्टी भारतर सबू देश सबू स्टेट्रे सबू राज्य लोके अनै बस ये आम आदमी पार्टी केबे आसीबो। दिन ना दिने आपण देखिए पूरा भारत रे आम आदमी पार्टी सबुठु बड़ पार्टी होगी उभरिबो।